କୃଷିଜାତ ଉତ୍ପାଦନରେ ଭାରତ ଆଶାଜନକ ଉନ୍ନତି କରିଛି ସତ, କିନ୍ତୁ 2050 ସୁଦ୍ଧା ବିଶ୍ୱ ପାଇଁ ଆବଶ୍ୟକ ଖାଦ୍ୟ ପଦାର୍ଥକୁ ଭରଣା କରିବା ପାଇଁ 70% କୃଷି ଉତ୍ପାଦନ ବୃଦ୍ଧି ଦିଗରେ ଏକମାତ୍ର ସହାୟକ ଉପାୟ ସବୁଜ ଗୃହ ପ୍ରଯୁକ୍ତି ବିଦ୍ୟା। ଏହି ପ୍ରଯୁକ୍ତି ବିଦ୍ୟାର ପ୍ରଣାଳୀ ଦ୍ୱାରା ବ୍ୟବସାୟ ଭିତ୍ତିକ କୃଷି କାର୍ଯ୍ୟରେ ଉନ୍ନତ ମାନର ପୁଷ୍ଟିକର ଯୁକ୍ତ ପନିପରିବା ଓ ଫୁଲ ଉତ୍ପାଦନ ସହିତ କୃଷିର ସୁରକ୍ଷା ମଧ୍ୟ ହୋଇପାରିବ। ସବୁଜ ଗୃହଟି ପ୍ଲାଷ୍ଟିକ ଫିଲ୍ମ କିମ୍ବା କାଚ ଦ୍ୱାରା ଆବୃତ ହୋଇଥାଏ। ଚିକ୍କଣ ଯୁକ୍ତ ହୋଇଥିବା ଯୋଗୁଁ ଏଥିରେ ସ୍ୱଚ୍ଛ ସୂର୍ଯ୍ୟାଲୋକ ଭେଦିପାରେ, ଅର୍ଥାତ୍ ଆଲୋକ ଓ ତାପମାନକୁ ନିୟନ୍ତ୍ରଣ କରିଥାଏ। ସବୁଜ ଗୃହର ପରିଚାଳନା କ୍ଷମତା ଆଉ ଉତ୍ପାଦନକୁ ନେଇ ଏହାର ଗଠନ ପ୍ରଣାଳୀ ଭିନ୍ନ ଭିନ୍ନ ହୋଇଥାଏ। ବିଭିନ୍ନ ପ୍ରକାରର ସବୁଜ ଗୃହ ମଧ୍ୟରେ ଲୋ କଷ୍ଟ ଗ୍ରୀନ୍ ହାଉସ୍, ମିଡିୟମ କଷ୍ଟ ଗ୍ରୀନ୍ ହାଉସ୍, ହାଇ ଟେକ୍ନୋଲୋଜି ଗ୍ରୀନ୍ ହାଉସ୍ ଅଛି। ସବୁଜ ଗୃହ ତିଆରି କରିବା ପାଇଁ ଆଲୁମିନିୟମ, ଷ୍ଟିଲ୍ ବା କାଠ ଫ୍ରେମ୍ ଉପକରଣ ବ୍ୟବହାର କରାଯାଏ। ଆଲୁମିନିୟମ ଦୀର୍ଘସ୍ଥାୟୀ ଏବଂ ବ୍ୟୟ ସାପେକ୍ଷ। ସବୁଜ ଗୃହ ନିର୍ମାଣ ପାଇଁ ଜମି ଚୟନ ବେଳେ ପୂର୍ବରୁ ପଶ୍ଚିମ ଦିଗକୁ କରିବା ପାଇଁ ବାଛିବା ଉଚିତ। ଏହି ଜମିକୁ ସମତଳ କରିବା ସମୟରେ ସମ୍ପୂର୍ଣ୍ଣ ଜମିକୁ ଗଡ଼ାଣିଆ ନ କରି ମାତ୍ର 1.5% ଜମିରେ ଗଡ଼ାଣିଆ କରିବା ଉଚିତ। ସବୁଠୁ ଉଚ୍ଚମାନ ସବୁଜ ଗୃହ ବା ହାଇ ଟେକ୍ନୋଲୋଜି ଗ୍ରୀନ୍ ହାଉସ୍ ତିଆରି କରିବା ପାଇଁ ସର୍ବପ୍ରଥମେ ଟେଲିସ୍କୋପିକ୍ କଂକ୍ରିଟ ଢଳେଇ ଫାଉଣ୍ଡେସନ କରିବାକୁ ପଡ଼ିଥାଏ। ନିଅ ଗାତର ଗୋଲେଇର ଆକାର 400 ମିଲିମିଟର ଏବଂ ଗଭୀରତା 600 ମିଲିମିଟର ହେବା ଉଚିତ। ଫାଉଣ୍ଡେସନ ଜିଆଇ ପାଇପ୍ର ବାହାର ଗୋଲେଇର ମାପ 60 ମିଲିମିଟର ଏବଂ ମୋଟେଇ 2 ମିଲିମିଟର ଏବଂ ପାଇପ୍ର ଲମ୍ବ 1000 ମିଲିମିଟର ହେବା ଦରକାର। ଏହି ଫାଉଣ୍ଡେସନ ଉପରେ ଷ୍ଟ୍ରକ୍ଚର ନିର୍ମାଣ ହୋଇଥାଏ। ସେଥିପାଇଁ ଜିଆଇ ପାଇପ୍ ଦେଇ ଢଳେଇ ପକାଯାଏ, ଯାହାଫଳରେ ଘଣ୍ଟାକୁ 130 କିଲୋମିଟର ବେଗରେ ପବନ ବୋହିଲେ ବି ଏଥିରେ କୌଣସି କ୍ଷତି ହେବାର ସମ୍ଭାବନା ନଥାଏ। ମୁଖ୍ୟ ଗୋଲାକାର ସ୍ତମ୍ଭର ଲମ୍ବ 6500 ମିଲିମିଟର ଏବଂ ବାହାର ଗୋଲେଇ 76 ମିଲିମିଟର। ଦ୍ୱିତୀୟ ଗୋଲାକାର ସ୍ତମ୍ଭର ଲମ୍ବ 4500 ମିଲିମିଟର ଏବଂ ବାହାର ଗୋଲେଇ 76 ମିଲିମିଟର। ତଳ କୋଡ୍ 800 ମିଲିମିଟର ଏବଂ ବାହାର ଗୋଲେଇ 60 ମିଲିମିଟର। ଉପର କୋଡ୍ ପ୍ଲାଷ୍ଟିକ ଆଚ୍ଛାଦିତ ମଜବୁତ ତାର 6000 କିମ୍ବା 5200 ମିଲିମିଟର ଏବଂ ବାହାର ଗୋଲେଇ 42 ମିଲିମିଟର। ଉପର ପର୍ଲିନ୍ ବା ପାରିଆ ଶ୍ରେଣୀ ଲମ୍ବ 4000 ମିଲିମିଟର ଓ ଏହାର ବାହାର ଗୋଲେଇ 48 ମିଲିମିଟର। ଗଟର ପର୍ଲିନ୍ ଲମ୍ବ 4000 ମିଲିମିଟର, ବାହାର ଗୋଲେଇ 42 ମିଲିମିଟର। ଭିତର ବାରଣ୍ଡା 5000 ମିଲିମିଟର ଓ ବାହାର ଗୋଲେଇ 60 ମିଲିମିଟର। କଟନ ସାପଟ ଲମ୍ବ 6000 ମିଲିମିଟର ଓ ବାହାରର ଗୋଲେଇ 21 ମିଲିମିଟର। ଏହି ଷ୍ଟ୍ରକ୍ଚର କଟନ ସାପ୍ଟର ଏରୋଡାଇନାମିକ୍ସର ଆକାର ସବୁଜ ଘରକୁ ଅଧିକ ପବନ ଦାଉରୁ ରକ୍ଷା କରିଥାଏ। ଏହି ଷ୍ଟ୍ରକ୍ଚରକୁ ତିଆରି କରିବାରେ M10, M8 ଏବଂ M6 ନମ୍ବରର ନଟ୍ ବୋଲ୍ଟ ତଥା ଉନ୍ନତମାନର କ୍ଲାମ୍ପ ମାନ ବ୍ୟବହୃତ ହୋଇଥାଏ। ଲାଇଲନ୍ କପଡ଼ା ଲଗାଇବା ପାଇଁ ଏଥିରେ ପ୍ରୋଫାଇଲ ଲଗାଯାଏ ଓ ଜିଗ୍ଜାଗ୍ ସ୍ପ୍ରିଙ୍ଗ ଦ୍ୱାରା ଟଣା ହୋଇ ବନ୍ଧା ଯାଇପାରିବ। ଷ୍ଟ୍ରକ୍ଚର ମଜବୁତ କରିବା ପାଇଁ ହୁକ୍ ମାନ ଲଗାଯାଏ। ଏହି ଢାଞ୍ଚାକୁ ପ୍ରାକୃତିକ ବାୟୁ ଚଳାଚଳ ନିୟନ୍ତ୍ରଣ ଷ୍ଟ୍ରକ୍ଚରର ସବୁଠାରୁ ଉଚ୍ଚମାନର ବୋଲି ଧରାଯାଇଥାଏ। ଷ୍ଟ୍ରକ୍ଚର ହୋଇଯିବା ପରେ ମଟଲେଟ୍ ଗୋଟା ଭାବରେ ବିନା ଯୋଡ଼ଜାଡ଼ରେ ଲଗାଯାଇଥାଏ। ଏହା ଦକ୍ଷିଣରୁ ଉତ୍ତର ଦିଗକୁ ଲଗାଯାଇଥାଏ, ଯାହାର ଚଉଡ଼ା 500 ମିଲିମିଟର ଏବଂ ଇନକଟରର ମାଟିରୁ ଉଚ୍ଚତା 4.5 ମିଟର ହୋଇଥାଏ। ଷ୍ଟ୍ରକ୍ଚରର ମୂଳ ପିଣ୍ଡର ଉଚ୍ଚତା 8 ମିଟରରେ 4 ମିଟର ହୋଇଥାଏ ଏବଂ ଏହାର ମଝି ଅଂଶର ଉଚ୍ଚତା 6.5 ମିଟର ହୋଇଥାଏ। ଏହି ଷ୍ଟ୍ରକ୍ଚରକୁ 200 ମାଇକ୍ରନ କ୍ୟୁବିକ୍ ବାଇଟ୍ କିମ୍ବା ଏଲୋ ପଲିଥିନ୍ରେ ଆଚ୍ଛାଦିତ କରି ଦିଆଯାଏ। ଭିତର ଅଂଶରେ 50% ସେଗ୍ନେଟ୍ ଲଗାଯାଇଥାଏ, ଯାହା ଆବଶ୍ୟକ ଅନୁଯାୟୀ ଆଗ ପଛ ହୋଇଥାଏ। ସାଇଡ୍ କଟନ ଏବଂ ଉପର ଭାଗରେ 40% ଇନସେକ୍ଟ ନେଟ୍ ଲଗାଯାଏ। ଢାଞ୍ଚାର ଚାରିପଟେ ମାଟିଠାରୁ 8 ମିଟର ଉପରେ ଏବଂ 8 ଫୁଟ ତଳୁ ଆପ୍ରୋନ୍ ପେପର ଲଗାଯାଏ। ଏହାଦ୍ୱାରା ସବୁଜତାରେ କାର୍ବନ ଡାଇଅକ୍ସାଇଡ୍ ବାୟୁ ଭର୍ତ୍ତି ହୋଇ ଚାରା ଗଛଗୁଡ଼ିକରେ ଫଟୋସିନ୍ଥେସିସ୍ ମ୍ୟାଟେରିଆଲ ପର୍ଯ୍ୟାପ୍ତ ପରିମାଣରେ ତିଆରି ହୋଇଥାଏ, ଯାହାର ସିଧା ପ୍ରଭାବ ଉଚ୍ଚତମ ଉତ୍ପାଦନ କ୍ଷମତା ବଢ଼ାଇବାରେ ସାହାଯ୍ୟ କରିଥାଏ। ଶେଷରେ ଆବଶ୍ୟକତା ଅନୁସାରେ କବାଟ ଲଗାଯାଇଥାଏ। କେବଳ ଷ୍ଟିଲରେ ସବୁଜ ଗୃହ ନିର୍ମାଣ ହୋଇପାରିବ ତାହା ନୁହେଁ, ଚାଷ ଅନୁସାରେ ବାଉଁଶ କିମ୍ବା କାଠରେ ଛୋଟ ବଡ଼ ସବୁଜ ଗୃହମାନ ତିଆରି ହୋଇପାରିବ। ସରକାରୀ ସ୍ତରରେ ଅନୁଦାନ ମାଧ୍ୟମରେ ନଗଦ ରାଶି ଭାବରେ 50% ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଓଡ଼ିଶାର ପାଣିପାଗକୁ ଦେଖି ଉପକୂଳବର୍ତ୍ତୀ ଅଞ୍ଚଳରେ ସବୁଜ ଗୃହର ଉଚ୍ଚତା କମ୍ ରଖିବା ଉଚିତ। ସବୁଜ ଗୃହକୁ ଆମେ ୱେଲ୍ଡିଂ ବା ନଟ୍ ବୋଲ୍ଟରେ ତିଆରି କରିପାରିବା, କିନ୍ତୁ ନଟ୍ ବୋଲ୍ଟ ହେଲେ ସବୁଠୁ ଭଲ, କାରଣ ପାଣିପାଗର ସତର୍କ ସୂଚନା ମିଳିଲେ ସେହି ସବୁଜ ଗୃହର ଉପର ଅଂଶକୁ ଖୋଲି ପର ମୁହୂର୍ତ୍ତରେ ପୁଣି ଲଗାଇ ପାରିବା।